ବନ୍ୟା ମୁକାବିଲାରେ ସରକାର ହୋଇଛନ୍ତି ବିଫଳ। ବନ୍ୟା ବିପନ୍ନକୁ ସରକାରଙ୍କର ଅପେକ୍ଷା। କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ବନ୍ୟା ବିପନ୍ନକୁ ସରକାରଙ୍କ ଅସହଯୋଗ ପ୍ରତିବାଦରେ ଆଜି ରବିବାର ଲଙ୍ଗଳେଶ୍ୱରଠାରେ ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି। ଆଉ ଡବଲ ଇଞ୍ଜିନ୍ ସରକାରଙ୍କ ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସର କର୍ମୀ। ବନ୍ୟା ବିପନ୍ନକୁ ମୁଠାଏ ମୁଠାଏ ଚୁଡ଼ା ଟିକିଏ ଗୁଡ଼ ଦେଇ ହାତ ବାନ୍ଧି ବସିଯାଇଛି ପ୍ରଶାସନ। ଆପଣମାନେ ସମସ୍ତେ ଉପଲବ୍ଧି କରିଥିବେ, ମାନେ ଗାଁ ଗାଁ ଅଞ୍ଚଳ ଅଞ୍ଚଳ ବିଭିନ୍ନ ହେକ୍ଟର ଜାଗା ଆଜି ଧାନ ଚାଷ ନାହିଁ, କି ଆଉ ତଳି ବି ନାହିଁ। ଲୋକଙ୍କର କ୍ଷେତ ଗୁଡିକ କୁହାହୁଏ ଏଇଠି ଶେଷ। ପ୍ରଶାସନର ପ୍ରହସନକୁ ବରଦାସ୍ତ କରାଯିବ ନାହିଁ। ବନ୍ୟା ନିୟନ୍ତ୍ରଣ ପାଇଁ ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରିତା, ନଦୀ କୂଳକୁ ସୁଦୃଢ଼ କରିବା, ବିପନ୍ନକୁ 15 ଦିନର ରିଲିଫ୍ ଦେବା, କୃଷକମାନଙ୍କର ଋଣ ଛାଡ଼ କରିବା। ଜଳକା ନଦୀ ଦ୍ୱାରା ବସ୍ତା ବ୍ଲକର 9ଟି, ସୁବର୍ଣ୍ଣରେଖା ନଦୀର ବାଲିଆପାଳ ବ୍ଲକର 22ଟି ପଞ୍ଚାୟତିକ ଶତାଧିକ ଗାଁ ପ୍ରଭାବିତ ହୋଇଛି। ସରକାର ପକ୍ଷରୁ ବନ୍ୟା ବିପନ୍ନକୁ ସହାୟତା ରାଶି ପ୍ରଦାନ ନ କରାଗଲେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବସ୍ତା ନିର୍ବାଚନ ମଣ୍ଡଳୀର ନେତା ବିଜନ ନାୟକ, ବାଲିଆପାଳ ବ୍ଲକ କଂଗ୍ରେସ ସଭାପତି ମୁରଲୀ ମୋହନ ସାହୁ, ଦେଉଳା ସରପଞ୍ଚ ଶରଦ ପିଳା, ବଣିଆଡିହା ସରପଞ୍ଚ କାଳୀଚରଣ ଜେନା, ଜଗଜ୍ଜୀବନ ଦାସ ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ସାମନ୍ତ, ବଣିଆଡିହା ପଞ୍ଚାୟତର କଂଗ୍ରେସ ସଭାପତି କମଳାକାନ୍ତ ଦାସ, କଂଗ୍ରେସ ଦଳର ଉପସଭାପତି ଗୋପାଳ ଦାସ, ରାଜେନ୍ଦ୍ର ଧଳ, ଏସ୍କେ କମରୁଦ୍ଦିନ, ପ୍ରଦୀପ ଜେନା, ଅମୂଲ୍ୟ ପଟ୍ଟନାୟକ, ଏସ୍କେ ବାବୁ, ଅକ୍ଷୟ ଜେନା, ସାତୁକ ରାଉଳ, ପ୍ରିୟବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବାଲିଆପାଳରୁ ଶାନ୍ତନୁ ମହାପାତ୍ରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।